ଆମର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଗୋଟେ ଓଡ଼ିଆ ଭାଷାରେ ଆତ୍ମକଥା ବା ଜୀବନୀ ପ୍ରକାଶିତ ହେଇଛି। ଆମ ରାଷ୍ଟ୍ରପତି ଆମର ଗୌରବ, ଆମ ରାଷ୍ଟ୍ରପତି ଆମ ଗୌରବ, ଯାହାର ସମ୍ପାଦନା କରିଛନ୍ତି ଆମର ବିଜୟ ନାୟକ ଆଜ୍ଞା। ଆଉ यार क्रिएटिव कवर डिजाइनिंग କରିଛନ୍ତି सरोज बल। ସେଇ ଭିତରେ ମୁଁ ଗୋଟେ ଭୂମିକା ମୋର ରହିଛି, ସେଥିରେ ଛୋଟ ଭୂମିକାଟିଏ ହେଲେ ବି ସେଟା ଫେସ୍ ଅଫ୍ ଦ ବୁକ୍ ଯାହାକୁ କୁହାଯାଏ କଭର ପେଜ। ସେ କଭର ପେଜରେ ଥିବା ଯୋଉ ଛବିଟି ଅଛି ଡିଜିଟାଲ ପୋର୍ଟ୍ରେଟ୍ ରାଷ୍ଟ୍ରପତିଙ୍କର, ସେଇଟା ମୋ ଦ୍ୱାରା କୃତ। ତ ସେଥିରେ ମୋତେ ବହୁତ ଖୁସି ଲାଗିଲା ଯେତେବେଳେ ମୁଁ ଏ ନ୍ୟୁଜ୍ଟି ପାଇଲି, ଯେ କନଫର୍ମେସନ୍ ପାଇଲି ଯେ ମୁଁ କରିଥିବା ପେଣ୍ଟିଂଟି, ଡିଜିଟାଲ ପେଣ୍ଟିଂଟି ମ୍ୟାଡ଼ାମ ରାଷ୍ଟ୍ରପତି ମ୍ୟାଡ଼ାମ ପସନ୍ଦ କରିଛନ୍ତି ଏବଂ ତାକୁ ଆପ୍ରୁଭାଲ ଦେଇଛନ୍ତି କି ଏଇଟା କଭର ପେଜ ହେବା କଥା, କିମ୍ବା ସଜେସନ୍ ଥିଲା କି ଏଇ ଜିନିଷଟାକୁ ରଖ, ଭଲ ଲାଗୁଛି। ତ ଏଇଟା ଗୋଟେ ମୋ ପାଇଁ ବହୁତ ବଡ଼ କଥା ଆଜ୍ଞା। ଏତେ ଦିନରୁ ପାଖାପାଖି 10-15 ବର୍ଷ ହେଲାଣି ମୁଁ ଡିଜାଇନିଂ କରୁଛି। ପ୍ରଥମେ ମ୍ୟାନୁଆଲି କରୁଥିଲି, ମ୍ୟାନୁଆଲି ପେଣ୍ଟିଂସ କରୁଥିଲି, ତାପରେ ଫଟୋସପ୍ରେ କଲି। ଯେତେ ଯେତେ ସମୟ ଆଉ ଟେକ୍ନୋଲୋଜି ବଢ଼ି ଚାଲିଛି ଗଢ଼ି ଚାଲିଛି, ସେଇଥିରେ ମୁଁ ନିଜକୁ ଅପଗ୍ରେଡ୍ କରେ। ତ ଯେତେବେଳେ ଏଇ ନ୍ୟୁଜ୍ଟା ପାଇଲି ମୁଁ ବହୁତ ଖୁସି ହେଲି। ଗୁଡ଼ାଏ ଅପସନ୍ ତାଙ୍କ ପାଖରେ ଥିଲା ଏଡିଟୋରିଆଲ ବୋର୍ଡ ପାଖରେ, କିନ୍ତୁ ଭାଗ୍ୟକୁ ମୋର ୱାର୍କଟା ତାଙ୍କୁ ଭଲ ଲାଗିଲା। ପୋର୍ଟ୍ରେଟ୍ ୱାର୍କ, ସିମ୍ପଲ ପୋର୍ଟ୍ରେଟ୍ ୱାର୍କ ଅଛି। ଏଇ ପୋର୍ଟ୍ରେଟ୍ ୱାର୍କ ସେଇଠି ପହଞ୍ଚିଲା କେମିତି, ଏଇ ଜିନିଷଟାକୁ ମୁଁ ସେୟାର କରୁଛି। ଯେ କୃଷ୍ଣଚନ୍ଦ୍ର ମହାନ୍ତି ସାର୍ ଅଛନ୍ତି ରେବତୀର ମୁଖ୍ୟ ସମ୍ପାଦକ। ତ ସେ ଓମେନ୍ସ ଡେ ସ୍ପେଶାଲରେ ଗୋଟେ ମ୍ୟାଡାମ ଦ୍ରୌପଦୀ ମୁର୍ମୁଙ୍କ, ମହାମହିମ ରାଷ୍ଟ୍ରପତିଙ୍କ ଉପରେ ଗୋଟେ ଆର୍ଟିକଲ ପବ୍ଲିଶ ହେଇଥିଲା। ସେଇ ଆର୍ଟିକଲରେ ତାଙ୍କୁ ସେ ଚାହୁଁନଥିଲେ ଫଟୋଗ୍ରାଫ ଏଜ୍ ସଚ୍ କପି ପେଷ୍ଟ କରିବା ପାଇଁ, ତେଣୁ ସେ ଚାହିଁଲେ କିଛି କ୍ରିଏଟିଭ ୱାର୍କ, କିଛି କ୍ରିଏଟିଭିଟି ଚାହିଁଲେ, ପେଣ୍ଟିଂ ଆକାରରେ ତାଙ୍କର ଛବି ବା ଫଟୋକୁ ଦେଖେଇବାକୁ ଚାହିଁଲେ। ଆଉ ସେଇଥିରେ ମୋତେ ସେ ଫେସବୁକରେ କଣ୍ଟାକ୍ଟ କରନ୍ତି। ଯେତେବେଳେ ମୁଁ ପାଖାପାଖି 1,500 ପୋର୍ଟ୍ରେଟ୍ କରିସାରିଥିଲି ଡିଜିଟାଲ ପେଣ୍ଟିଂରେ, ଏଆଇ ମାଧ୍ୟମରେ ୱାଟର କଲର ପେଣ୍ଟିଂ କରିଥିଲି। ତ ସେଇଥିରେ ସେ ଟିକେ ଇମ୍ପ୍ରେସିଭ ୱାର୍କ ଦେଖିକି ସେ ମୋତେ କହିଥିଲେ କି ଶାନ୍ତନୁ ତୁମେ ଏଇଟା କର। ଆଉ କ'ଣ ପାଇଁ କିଛି ସେ ସବୁ କିଛି କହିନଥିଲେ, ସେଟା କର କହିଲେ, ମୁଁ ଜଣେଇବି ତମକୁ କହିଲେ। ତାପରେ ରେବତୀ ମ୍ୟାଗାଜିନଟା ମୋ ପାଖକୁ ଆସିଲା। ଯେତେବେଳେ ଦେଖିଲି ଫୁଲ ପୃଷ୍ଠାରେ କଭର ପେଜରେ ତାଙ୍କର ଗୋଟେ, ମାନେ କଭର ପେଜ ନାହିଁ, ଫୁଲ ପୃଷ୍ଠାରେ ଭିତରେ ମ୍ୟାଡାମଙ୍କର, ଦ୍ରୌପଦୀ ମ୍ୟାଡାମଙ୍କର ଫଟୋ ଥାଏ, ମୋର ପେଣ୍ଟିଂ କଲା ଇଏ ଜିନିଷଟା। ତାପରେ 2-3ଟା ଏମିତି ପେଣ୍ଟିଂ ଥିଲା। ଠିକ ଏଇ ସମୟରେ ତାଙ୍କ ଭେଟ ହୁଏ କୃଷ୍ଣଚନ୍ଦ୍ର ସାରଙ୍କ, ମହାନ୍ତିଙ୍କର ସାରଙ୍କର ସରୋଜ ବଳଙ୍କ ସହିତ। ସେଇ ଭିତରେ କଥାବାର୍ତ୍ତା, ଆଇଡିଆ ଏକ୍ସଚେଞ୍ଜ କଲା ବେଳକୁ କଥା ପଡେ ଯେ ଗୋଟେ ବହି ଏମିତି ମ୍ୟାଡାମଙ୍କର ହଉଛି, ସେଥିରେ ଲେଖା ହଉଛି ମହାମହିମ ରାଷ୍ଟ୍ରପତିଙ୍କର ଜୀବନୀ ଉପରେ। ଆଉ ସେଥିରେ ତାଙ୍କୁ କଭର ପେଜ ସେ କିଛି ଭାବୁଛନ୍ତି କ୍ରିଏଟିଭ ୱେରେ ପ୍ରେଜେଣ୍ଟ କରିବା ପାଇଁ। ଠିକ ସେଇ ସମୟରେ ରେବତୀର ସେଇ ଏଡିସନଟାକୁ ଦେଖିଲେ, ଓମେନ୍ସ ଡେ ସ୍ପେଶାଲ, ଆଉ ତାଙ୍କୁ ପାଇଁ ଭଲ ଲାଗିଲା। ସରୋଜ ବଳଙ୍କୁ ବୋଧେ ସେଇ ଜିନିଷଟା ଏପିଲ କଲା, ଭଲ ଲାଗିଲା। ଆଉ ସେ among all of the other work ସେଇଟାକୁ ବି ନେଇକି ପ୍ରେଜେଣ୍ଟ କଲେ କୋଉଟା ବେଟର। ଆଉ ଭାଗ୍ୟକୁ ରେକମେଣ୍ଡ କରାଗଲା ଯେ ଏଇ ଜିନିଷଟା ମ୍ୟାଡାମଙ୍କର ଏଇ ୱାଟର କଲର ପେଣ୍ଟିଂଟା, ପୋର୍ଟ୍ରେଟଟା ଯୋଉ ଅଛି, ସେଇଟା ବହି ପାଇଁ ଫିଟ୍ ହଉଛି। ତାକୁ ସ୍ୱୀକୃତି ମଧ୍ୟ ଦିଆଗଲା। ସ୍ୱୀକୃତି, ଅଫିସିଆଲି ସ୍ୱୀକୃତି ମିଳିଲା ପରେ ତାର ଗତକାଲି ମୋତେ ମୋ ପାଖକୁ ଆସିଲା ଯେ ସେଟା ପବ୍ଲିଶ ହେଇସାରିଛି। ଆଉ ତାଙ୍କ ଅଫିସିଆଲ ପ୍ରେସିଡେଣ୍ଟ ଅଫିସିଆଲସରୁ ସେ ଫଟୋଟାକୁ ସେୟାର କରାଗଲା, ଯୋଉଟା ମୁଁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛି। राष्ट्र सर्वोपरि, राष्ट्र प्रथम, सदा सर्वदा।